कोईला को भी जदि हम पानी रे सबदिन गाधेई दब सीए बा धला ହେଇଯିବ ଆଉ ସେ ଆପଣଙ୍କୁ କଣ ପାଣିଟା ସୁଟ୍ କଲାନି କି ଆପଣଙ୍କ ଘରର କବାଟ ଖୋଲିକି ବସିଛନ୍ତି ଆଜିକାଲି ଯୋଉ ଯୁଗ ହେଲାଣି ଆପଣ କବାଟ ବନ୍ଦ କରିବେନି ନା ନା ସବୁ ମୁଁ ତ ସବୁବେଳେ ଆମ ଘର କବାଟ ବନ୍ଦ କରିଥାଏ ରେ ବାବା ଏଇଠି ବସି ଚା ପିଉଥିଲି ତ ଡୋର ଖୋଲା ଅଛି ଆଉ ଏମିତି ଖୋଲା ବସିଥିଲେ ଡୋର ଖୋଲା ରଖିଥାଏ ବୋହୁ ଦେଇଥିଲେ ତ ଖାଇବାଟା ଟିଫିନ ଟା ନେଇ ଆସିଥିଲି ଟିଫିନ କଣ ଦେଇଥିଲେ କି ଓହୋ ମାନେ ତ ସେ ତାର ନେଇକି ଧୋଇବା ଧୋଇ କରିବା ମୁଁ ସେଗୁରା ପୂଜା ପୂଜି କରିନି ନା ମୁଁ ସେଟା କିଛି ସେଇଟା ଓହୋ ଏଇଟା ରଖିଦେବି ହଉ ଯାହା ବି କୁହନ୍ତୁ ଆପଣଙ୍କ ବୋହୁ ହାତ କି ଟେଷ୍ଟି ଖାଇବା ଆପଣଙ୍କ ବୋହୁ ବନେଇଥିଲା ଓଫ ଭାରି ବଢିଆ ଖାଇବା ବନେଇଥିଲେ ରୋଷେଇ ତୁମେ ତା ରୋଷେଇ ଆରମ୍ଭରୁ ଖାଇନ ଖାଇଥିଲେ ତମେ ଏବେ ଜାଣିଥାନ୍ତ ରୋଷେଇ କେମିତି ଆସି ଶିଖିଥିଲା ଆଉ ଏବେ କେମିତି ଶିଖିଲାଣି ତାକୁ କିଏ ରୋଷେଇ ଶିଖେଇଲା କି ସବୁ ମୁଁ ଶିଖେଇଛି ବାପାଙ୍କର କିଛି ଶିଖିକି ଆସିନଥିଲା ଯୋଉ ଶିଖିଥିଲା ସେଗୁରା ମୁହଁରେ ଦେଇ ହବନି ଯଦି କହୁଛ ମତେ କୁହ ମାନେ ତାକୁ ହାତ ଧରି ଧରିକା ମୁଁ ଶିଖେଇଛି ଏମିତି ଶାଶୁ ପାଇବ ହାତ ଧରି ଧରିକା ମୁଁ ଶିଖେଇଛି ପୁରା ରୋଷେଇ ସବୁ କିଛି ଏମିତି କର ସେମିତି କର ଏଟା କର ଯାହା ବି କୁହନ୍ତୁ ଆପଣଙ୍କ ବୋହୁ ହାତରେ ଯାଦୁ ଅଛି ଯାଦୁ ସେ ଯେତେବେଳେ ବି ଯାହା ବି ଖାଇବା ଦିଏ ଭାରି ସୁଆଦିଆ ଲାଗେ ଆମ ଘରେ ସମସ୍ତେ ପ୍ରଶଂସା କରନ୍ତି କହନ୍ତି ତାଙ୍କର ବହୁତ ବଢିଆ ରୋଷେଇ ଟେଷ୍ଟି କରନ୍ତି ତୁମେ ମୋ ହାତ ରନ୍ଧା ଖାଇନ କେବେ ହଁ ଆପଣ ତ କେବେ ଦେଇନାହାନ୍ତି ଆପଣଙ୍କ ହାତ ରନ୍ଧା ଆମେ କେମିତି ଜାଣିବୁ ମୋ ହାତ ରନ୍ଧା ଖାଇବ ନା ତାର ତମେ ତାକୁ କହିବ ସିଏ ଭଲ କରୁନି ଏତେ ଟେଷ୍ଟ ରୋଷେଇ ମୋ ପୁଅ ହାତ ଆଙ୍ଗୁଳି ଚାଟି ଚାଟିକା ଖାଏ ମୁଁ ଚିଡେଇବା ଏ ଆଙ୍ଗୁଠି କଣ ଚାଟି ଖାଉଛୁ ନା ବୋଉ ତୋ ହାତ ରନ୍ଧା ଯାହା କହ ଓଫ ଏତେ ବଢିଆ ରୋଷେଇ ଆପଣଙ୍କୁ କେବେ ଦେଇଛନ୍ତି ଆପଣଙ୍କ ପୁଅ ବାହାଘର ନ ହୁଏ ଆପଣଙ୍କ ବୋହୁ ଆମ ଘରକୁ ଖାଇବା ଦବା ନବା ନ କରନ୍ତି ଆପଣଙ୍କୁ କେବେ ଦିଅନ୍ତି ଓ ହେଇଥିବ ଆପଣଙ୍କ ହାତ ଟେଷ୍ଟି ହେଇଥିବ ଆଉ ବୋହୁ ନାହିଁ କି ଯେତେ ବି ବୋହୁ ହେଇକି କର କିଛି ଶାଶୁ କାହାର ଥିବେ ପ୍ରଶଂସା କରିଥିବେ କିନ୍ତୁ ମୋ ଶାଶୁ କେବେ ବି ନୁହେଁ ବାହାର ଲୋକଟା ଆଗରେ ଏତେ କଥା ଗପୁଛନ୍ତି ଯାଏ ସେ ନମସ୍କାର କରିଦିଏ ଆସେ ବୋଉ ଏଇଠି ନମସ୍କାର ହେଲି ହଁ ହଁ ହେଲା 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 ହଁ ସେଇଠି ହଁ ମାଲୋ ଭାରି ବଢିଆ ହାତ ରନ୍ଧା ଥିଲା ତୁମର ଝୁଅ ଏଇଠି ଟିଫିନ ଟା ରଖିଛି ନେଇଯିବ ତମେ ହଁ 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 ଯାହା ବି କୁହନ୍ତୁ ଆପଣଙ୍କୁ ବୋହୁ ନା ଯେମିତି ହାତ ରନ୍ଧାରେ ଯାଦୁ ରୋଷେଇରେ ଯାଦୁ ସେମିତି ଗୁଣର ବି ଦେଖା ବି ଯାଉଛି କେଡେ ସୁନ୍ଦର ବୋହୁ ବାଛି ବାଛି ଖଣ୍ଡେ ବୋହୁଟେ କରିଛନ୍ତି ସୁନ୍ଦର ଗୁଣର ରୋଷେଇ ତ ଆଙ୍ଗୁଠି ଚାଟି ଜଣେ ଖାଇବ ହଁ ସୁନ୍ଦରୀ ସେ ଏବେ ମୋ ଘରକୁ ଆସିଲା ବୋଲି ସୁନ୍ଦରୀ ଦେଖାଗଲା ନହେଲେ ବାହାଘର ବେଳେ ମୁଁ ଯେତେବେଳେ ଯାଇଥିଲି ଝିଅ ଦେଖିବାକୁ ମୋର ଜମା ବିଲକୁଲ ପସନ୍ଦ ହଉନଥିଲା ଖାଲି ତା ବାପା କହନ୍ତି କି ନାଇଁ ଝିଅକୁ ବୋହୁ କରିବା ଏଇ ଝିଅ ବୋହୁ ହବ ବୋଲି ନହେଲେ ଆମର ଥିଲା ପାଣି ଟା ଭାରି ବଢିଆ ପାଣି ମାନେ ଯିଏ ରହିଲା ମାନେ କୋଇଲାକୁ ବି ଯଦି ଆମ ପାଣିରେ ସବୁଦିନ ଗାଧେଇ ଦବ ସିଏ ବା ଧଳା ହେଇଯିବ ଆଉ ଇଏ ତ ମଣିଷ ଛାର ଆଉ ଇଏ ଗୋରା ହବନି କେମିତି କାଇଁ ମାଉସୀ ଆପଣଙ୍କୁ କଣ ପାଣି ଟା ସୁଟ୍ କଲାନି କି ଆପଣଙ୍କ ଘରର କାଇଁ ଆପଣଙ୍କ ତ କୋଉଠି କିଛି କଲର ବଦଳିନି ଆପଣ ତ ଯେମିତିଆ ଦେଖିବାକୁ ସେମିତି ରହିଛନ୍ତି ହଉ ମାଉସୀ ମୁଁ ଯାଉଛି ପରେ କେତେବେଳେ ଆସିଲେ କଥା ହବା ହଁ 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 ବହୁତ ପ୍ରଶଂସା ବି କରେଇଦଉନି
ଆମ ପାଣି ଲାଗି ସୁନ୍ଦର ଦେଖାଯାଉଛି ଏମିତି ଚକଚକ କରୁଛି ମୋ ଘରେ କାମ ବି କିଛି ନାହିଁ ବସୁଛି ଉଠୁଛି ଏମିତି ଚକଚକ ଦେଖାଯାଉଛି ସୁନ୍ଦରୀ ମୁଁ ଦେଖିନି ବୋଉ କଲା ବେଳେ ବନ୍ଦ କବାଟ କରିଦଉଛି କବାଟ। ଏମାନଙ୍କ ସହ ଯେତେ ହବ ହଁ। କମ ମିଶିବୁ ବୁଝିପାରିଲୁ ତୋର ମୋର ସମ୍ପର୍କରେ ହଉ ଆଗ ହଉ ଏଇମାନେ ମୁଁ ହିଁ ଯାଉଛି। ଫାଟ ସୃଷ୍ଟି କରିବେ ଆଗ ଭଲ କହିବି ଦେଖିବାକୁ ଭଲ ହଉ ଖାଇବା ହଉ ଦଉଥିବୁ ଭଲ କହିବେ ଭଲ କହିକି ଆମ ଘରେ କଳି ପୁରେଇବେ ହଉ ହେଲା ହଉ। ଯାହା ତୋର କହିବାର ଅଛି ତୁ ମତେ କହିବୁ ମୁଁ ତତେ କହିବି ନାଇଁ ମୋ ତୁ ବୋଉ ମୋ ବୋହୂ ମୁଁ ତୋ ଶାଶୁ ମୁଁ ବାହାର ଲୋକ ସାଙ୍ଗରେ କିଛି ନାହିଁ ମୁଁ ମିଶିବୁନି କି ଘର କଳି ପଚାରୁନଥିଲି ପୁରେଇବୁନି ଭୋଗ ସେନ ଯୋଉ ରୋଷେଇ ବୁଝିପାରିଲୁ ସେଇଆକୁ ହିଁ ଦେଇ ଦେଇଥିଲି। ଆଉ ମୁଁ କାହା ଏଇ ଯୋଉ ସାଙ୍ଗରେ କଥା ଖାଇବା କୋଉଠି ଦବା ହୁଏ ଯେ ନବା ଏଗୁରା କରିବା ଦରକାର ନାହିଁ ନା ନା ମତେ ହଉ ପଚାରିକି ମୁଁ ଆଉ ଦେଇଥିଲୁ କାହାକୁ ଦେବିନି କି କାହା ସାଙ୍ଗେ କଥା ହେବିନି। ପୂଜା ହଁ ପୂଜା ହେଲା ତ ହଉ କଣ ମୁଁ ହେଇଛି ଯାଉଛି। ଆଉ ଯା